ପିଲାମାନେ ଶିଳ୍ପ ବିପ୍ଳବ ପାର୍ଟ 1ରେ ଆମେ 31ଟି MCQ ଆଲୋଚନା କରିଥିଲେ। ଆଜି ପାର୍ଟ 2 ବା ଦ୍ୱିତୀୟ ଭାଗରେ ଆମେ 33ଟି MCQ ଆଲୋଚନା କରିବା। ପିଲାମାନେ ମୁଁ ତୁମମାନଙ୍କୁ କହିବି ଏ ଶିଳ୍ପ ବିପ୍ଳବର ଯେଉଁ ପାର୍ଟ 1 ଅଛି ଏବଂ ଏ ପାର୍ଟ 2 ଅଛି ତାକୁ ଯେମିତି ହେଲେ ବି 2ରୁ 3 ଥର ଦେଖିବ ପିଲାମାନେ। ଆଉ ଏଠି ଯେଉଁ ପ୍ରଶ୍ନ ଗୁଡ଼ିକ ଆଲୋଚନା କରାଯାଉଛି ତାକୁ ଯେମିତି ହେଲେ ବି ମନେ ରଖିବାକୁ ଚେଷ୍ଟା କରିବ, କାହିଁକି ନା ଏହି ପ୍ରଶ୍ନ ଗୁଡ଼ିକ କେବଳ ତୁମର +2 ଫାର୍ଷ୍ଟ ଇୟର ଏକ୍ଜାମରେ ପ୍ରଶ୍ନ ଆସିବ ନାହିଁ, ଆଗକୁ ଯାହା ବି କମ୍ପିଟେଟିଭ୍ ଏକ୍ଜାମ ଗୁଡ଼ିକ ଦେବ ପିଲାମାନେ ସେଇଠି ବି ଏହି ସେମ୍ ପ୍ରଶ୍ନ ଗୁଡ଼ିକ ହିଁ ଆସିବ। ତ ଯେମିତି ହେଲେ ତୁମେ ଏହି ପାର୍ଟ 1 ଏବଂ ପାର୍ଟ 2 ଶିଳ୍ପ ବିପ୍ଳବ MCQର 2 ଥରରୁ 3 ଥର ଯେମିତି ହେଲେ ଦେଖିବ ପିଲାମାନେ। ପ୍ରଥମ ପ୍ରଶ୍ନ ହେଉଛି 1750 ଖ୍ରୀଷ୍ଟାବ୍ଦରେ କିଏ ଲୁହା ତରଳେଇବା ପଦ୍ଧତି ଆବିଷ୍କାର କରିଥିଲେ? 1750 ଖ୍ରୀଷ୍ଟାବ୍ଦରେ ଆବ୍ରାହମ ଡର୍ବି ଲୁହା ତରଳେଇବା ପଦ୍ଧତି ଆବିଷ୍କାର କରିଥିଲେ। 1750 ଖ୍ରୀଷ୍ଟାବ୍ଦରେ ଆବ୍ରାହମ ଡର୍ବି କାହାକୁ ବ୍ୟବହାର କରି ଲୁହାକୁ ତରଳେଇବା ପଦ୍ଧତି ଆବିଷ୍କାର କରିଥିଲେ? 1750 ଖ୍ରୀଷ୍ଟାବ୍ଦରେ ଆବ୍ରାହମ ଡର୍ବି ପୋଡ଼ା କୋଇଲାକୁ ବା କୋକ୍କୁ ବ୍ୟବହାର କରି ଲୁହା ତରଳେଇବା ପଦ୍ଧତି ଆବିଷ୍କାର କରିଥିଲେ। ନିରାପଦବତୀ କିଏ ଆବିଷ୍କାର କରିଥିଲେ? ନିରାପଦବତୀ ହମ୍ଫ୍ରେ ଡେଭି ଆବିଷ୍କାର କରିଥିଲେ। ହମ୍ଫ୍ରେ ଡେଭି କେବେ ନିରାପଦବତୀ ଆବିଷ୍କାର କରିଥିଲେ? ହମ୍ଫ୍ରେ ଡେଭି 1815 ମସିହାରେ ନିରାପଦବତୀ ଆବିଷ୍କାର କରିଥିଲେ। ଲୁହାରୁ ମଇଳା ବାହାର କରିବା ପଦ୍ଧତି କିଏ ଆବିଷ୍କାର କରିଥିଲେ? ଲୁହାରୁ ମଇଳା ବାହାର କରିବା ପଦ୍ଧତି ହେନେରୀ ବିସ୍ମାର୍କ ଆବିଷ୍କାର କରିଥିଲେ। ଲୁହାକୁ ଅଧିକ ଶକ୍ତ ଓ କଠିନ କରିବା ଉପାୟ କିଏ ଆବିଷ୍କାର କରିଥିଲେ? ଲୁହାକୁ ଅଧିକ ଶକ୍ତ ଓ କଠିନ କରିବା ଉପାୟ ହେନେରୀ ବିସ୍ମାର୍କ ଆବିଷ୍କାର କରିଥିଲେ। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, ଲୁହାକୁ ଅଧିକ ଶକ୍ତ ଓ କଠିନ କରିବା ଉପାୟ ହେନେରୀ ବିସ୍ମାର୍କ କେବେ ଆବିଷ୍କାର କରିଥିଲେ? ଲୁହାକୁ ଅଧିକ ଶକ୍ତ ଓ କଠିନ କରିବାର ଉପାୟ ହେନେରୀ ବିସ୍ମାର୍କ 1856 ମସିହାରେ ଆବିଷ୍କାର କରିଥିଲେ। ଲୌହପିଣ୍ଡ ପ୍ରସ୍ତୁତ କରିବା ପଦ୍ଧତି କିଏ ଆବିଷ୍କାର କରିଥିଲେ? ଲୌହପିଣ୍ଡ ପ୍ରସ୍ତୁତ କରିବା ପଦ୍ଧତି ହେନେରୀ କଟ୍ ଆବିଷ୍କାର କରିଥିଲେ। ସର୍ବପ୍ରଥମେ ପକ୍କା ସଡ଼କ ନିର୍ମାଣର ପରିକଳ୍ପନା କିଏ କରିଥିଲେ? ସର୍ବପ୍ରଥମେ ପକ୍କା ସଡ଼କ ନିର୍ମାଣର ପରିକଳ୍ପନା ମ୍ୟାକ୍ଆଡାମ କରିଥିଲେ। ମ୍ୟାକ୍ଆଡାମ କେଉଁ ଦେଶର ଥିଲେ? ମ୍ୟାକ୍ଆଡାମ ସ୍କଟଲ୍ୟାଣ୍ଡ ଦେଶର ଥିଲେ। ବାଷ୍ପଚାଳିତ ରେଳଗାଡ଼ି କିଏ ଉଦ୍ଭାବନ କରିଥିଲେ? ବାଷ୍ପଚାଳିତ ରେଳଗାଡ଼ି ଜର୍ଜ ଷ୍ଟିଫେନସନ ଉଦ୍ଭାବନ କରିଥିଲେ। ବାଷ୍ପଚାଳିତ ରେଳଗାଡ଼ି ଜର୍ଜ ଷ୍ଟିଫେନସନ କେବେ ଉଦ୍ଭାବନ କରିଥିଲେ? ବାଷ୍ପଚାଳିତ ରେଳଗାଡ଼ି ଜର୍ଜ ଷ୍ଟିଫେନସନ 1814 ମସିହାରେ ଉଦ୍ଭାବନ କରିଥିଲେ। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, ପ୍ରଥମ ରେଳଗାଡ଼ି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଚଳାଚଳ କରୁଥିଲା? ପ୍ରଥମ ରେଳଗାଡ଼ି ଲିଭରପୁଲରୁ ମାଞ୍ଚେଷ୍ଟରକୁ ଚଳାଚଳ କରୁଥିଲା। କେବେ ଲିଭରପୁଲରୁ ମାଞ୍ଚେଷ୍ଟର ପର୍ଯ୍ୟନ୍ତ ରେଳଗାଡ଼ିର ବ୍ୟବହାର ହେଲା? 1830 ମସିହାରେ ଲିଭରପୁଲରୁ ମାଞ୍ଚେଷ୍ଟର ପର୍ଯ୍ୟନ୍ତ ରେଳଗାଡ଼ି ବ୍ୟବହାର ହେଲା। ପ୍ରଥମ ରେଳ ଇଞ୍ଜିନର ନାମ କ'ଣ ଥିଲା? ପ୍ରଥମ ରେଳ ଇଞ୍ଜିନର ନାମ ରକେଟ୍ ଥିଲା। ପ୍ରଥମ ରେଳ ଗାଡ଼ିର ଘଣ୍ଟାକୁ ବେଗ କେତେ ଥିଲା? ପ୍ରଥମ ରେଳଗାଡ଼ିର ଘଣ୍ଟାକୁ ବେଗ 30 କିଲୋମିଟର ଥିଲା। ପ୍ରଥମେ କେନାଲର ଆବିଷ୍କାର କିଏ କରିଥିଲେ? ପ୍ରଥମେ କେନାଲର ଆବିଷ୍କାର ଜେମ୍ସ ବ୍ରିଣ୍ଡଲେ କରିଥିଲେ। ଜେମ୍ସ ବ୍ରିଣ୍ଡଲେ କେଉଁ ସ୍ଥାନରୁ କେଉଁ ସ୍ଥାନକୁ କେନାଲ ନିର୍ମାଣ କରିଥିଲେ? ଜେମ୍ସ ବ୍ରିଣ୍ଡଲେ ମାଞ୍ଚେଷ୍ଟରରୁ ୱାର୍ସଲେ ପର୍ଯ୍ୟନ୍ତ କେନାଲ ନିର୍ମାଣ କରିଥିଲେ। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, ବିଦ୍ୟୁତ ଶକ୍ତି ସମ୍ପନ୍ନ ଟେଲିଗ୍ରାଫ ବ୍ୟବସ୍ଥା କିଏ କିଏ ଆରମ୍ଭ କରିଥିଲେ? ବିଦ୍ୟୁତ ଶକ୍ତି ସମ୍ପନ୍ନ ଟେଲିଗ୍ରାଫ ବ୍ୟବସ୍ଥା ଚାର୍ଲସ ହ୍ୱିଟଲେ ଓ ସାମୁଏଲ ମୋର୍ସ ଆରମ୍ଭ କରିଥିଲେ। ବିଦ୍ୟୁତ ଶକ୍ତି ସମ୍ପନ୍ନ ଟେଲିଗ୍ରାଫ ବ୍ୟବସ୍ଥା କେବେ ଆରମ୍ଭ ହୋଇଥିଲା?
ବିଦ୍ୟୁତ୍ ଶକ୍ତି ସମ୍ପନ୍ନ ଟେଲିଗ୍ରାଫ ବ୍ୟବସ୍ଥା 1837 ମସିହାରେ ଆରମ୍ଭ ହୋଇଥିଲା। ବିଦ୍ୟୁତ୍ ଚୁମ୍ବକୀୟ ତତ୍ତ୍ୱ କିଏ ଉଦ୍ଭାବନ କରିଥିଲେ? ବିଦ୍ୟୁତ୍ ଚୁମ୍ବକୀୟ ତତ୍ତ୍ୱ ମାଇକେଲ ଫାରାଡେ ଉଦ୍ଭାବନ କରିଥିଲେ। ବୈଦ୍ୟୁତିକ ଆଲୋକ, ସିନେମା ଓ ଫୋନୋଗ୍ରାମ କିଏ ଉଦ୍ଭାବନ କରିଥିଲେ? ବୈଦ୍ୟୁତିକ ଆଲୋକ, ସିନେମା ଓ ଫୋନୋଗ୍ରାମ ଟମାସ ଏଡିସନ୍ ଉଦ୍ଭାବନ କରିଥିଲେ। ବୈଦ୍ୟୁତିକ ଆଲୋକ, ସିନେମା ଓ ଫୋନୋଗ୍ରାମ ଟମାସ ଏଡିସନ୍ କେବେ ଆବିଷ୍କାର କରିଥିଲେ? ବୈଦ୍ୟୁତିକ ଆଲୋକ, ସିନେମା ଓ ଫୋନୋଗ୍ରାମ ଟମାସ ଏଡିସନ୍ 1878 ମସିହାରେ ଆବିଷ୍କାର କରିଥିଲେ। ଟେଲିଫୋନ୍ କିଏ ଆବିଷ୍କାର କରିଥିଲେ? ଟେଲିଫୋନ୍ ଗ୍ରାହାମ ବେଲ୍ ଆବିଷ୍କାର କରିଥିଲେ। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, ଗ୍ରାହାମ ବେଲ୍ କେବେ ଟେଲିଫୋନ୍ ଆବିଷ୍କାର କରିଥିଲେ? ଗ୍ରାହାମ ବେଲ୍ 1876 ମସିହାରେ ଟେଲିଫୋନ୍ ଆବିଷ୍କାର କରିଥିଲେ। ରେଡ଼ିଓ କିଏ ଉଦ୍ଭାବନ କରିଥିଲେ? ରେଡ଼ିଓ ମାର୍କୋନି ଉଦ୍ଭାବନ କରିଥିଲେ। ମାର୍କୋନି କେବେ ରେଡ଼ିଓ ଉଦ୍ଭାବନ କରିଥିଲେ? ମାର୍କୋନି 1895 ମସିହାରେ ରେଡ଼ିଓ ଉଦ୍ଭାବନ କରିଥିଲେ। ପେନି ଡାକ ପ୍ରଥା 1840ରେ କେଉଁ ଦେଶରେ ପ୍ରଚଳିତ ହୋଇଥିଲା? ପେନି ଡାକ ପ୍ରଥା 1840 ମସିହାରେ ଇଂଲଣ୍ଡଠାରେ ପ୍ରଚଳିତ ହୋଇଥିଲା। ବେଙ୍ଗଳା ପକାଇବା ପାଇଁ ବାଷ୍ପ ଚାଳିତ ଯନ୍ତ୍ର କେବେ କୃଷି କ୍ଷେତ୍ରରେ ପ୍ରୟୋଗ ହେଲା? ବେଙ୍ଗଳା ପକାଇବା ପାଇଁ ବାଷ୍ପ ଚାଳିତ ଯନ୍ତ୍ର 1830 ମସିହାରେ କୃଷି କ୍ଷେତ୍ରରେ ପ୍ରୟୋଗ ହେଲା। ଶସ୍ୟ କାଟିବା ଯନ୍ତ୍ର କେବେ କୃଷି କ୍ଷେତ୍ରରେ ପ୍ରୟୋଗ ହେଲା? ଶସ୍ୟ କାଟିବା ଯନ୍ତ୍ର 1843 ମସିହାରେ କୃଷି କ୍ଷେତ୍ରରେ ପ୍ରୟୋଗ ହେଲା। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, ବାଷ୍ପ ଚାଳିତ ଲଙ୍ଗଳ କେବେ କୃଷି କ୍ଷେତ୍ରରେ ପ୍ରୟୋଗ ହୋଇଥିଲା? ବାଷ୍ପ ଚାଳିତ ଲଙ୍ଗଳ 1850 ମସିହାରେ କୃଷି କ୍ଷେତ୍ରରେ ପ୍ରୟୋଗ ହୋଇଥିଲା। ଗୋଟିଏ ଜମିରୁ ବିଭିନ୍ନ ଫସଲ ଉତ୍ପାଦନ ପଦ୍ଧତି କିଏ ଆବିଷ୍କାର କରିଥିଲେ? ଗୋଟିଏ ଜମିରୁ ବିଭିନ୍ନ ଫସଲ ଉତ୍ପାଦନ ପଦ୍ଧତି ଟାଉନସେଣ୍ଡ ଆବିଷ୍କାର କରିଥିଲେ। ଟାଉନସେଣ୍ଡ କିଏ ଥିଲେ? ଟାଉନସେଣ୍ଡ ଜଣେ କୃଷିବିତ୍ ଥିଲେ। ପିଲାମାନେ, ଆମେ ଶିଳ୍ପ ବିପ୍ଳବ MCQ ପାର୍ଟ 1ରେ 31ଟି MCQ ବିଷୟରେ ଆଲୋଚନା କଲେ ଏବଂ ପାର୍ଟ 2ରେ ଆମେ 33 ବା 33ଟି MCQ ବିଷୟରେ ଆଲୋଚନା କଲେ। ସମୁଦାୟ ଆମେ 64ଟି ଏହି ଶିଳ୍ପ ବିପ୍ଳବରୁ MCQକୁ ଆଲୋଚନା କଲେ। ପିଲାମାନେ, ଏହି 64ଟି MCQ ଯେମିତି ହେଲେ ଚେଷ୍ଟା କରିବ ମନେ ରଖିବା ପାଇଁ, କାହିଁକି ନା କେବଳ ତୁମର +2 ଫାର୍ଷ୍ଟ ଇୟର ଏକ୍ଜାମରେ ଏହା କାମରେ ଆସିବ ନାହିଁ। ଆଗକୁ ଯାହା ବି ତୁମେ ଏକ୍ଜାମ ଗୁଡ଼ିକ ଦେବ, ତୁମର ଜୀବନ ପର୍ଯ୍ୟନ୍ତ ଏହି MCQ ଗୁଡ଼ିକ କାମରେ ଆସିବ। ତେଣୁକରି ମୁଁ କହିବି ପିଲାମାନେ, ଏହି ଯେଉଁ ପାର୍ଟ 1 ଏବଂ ପାର୍ଟ 2 ଭିଡ଼ିଓ ଅଛି ଶିଳ୍ପ ବିପ୍ଳବର, ତାକୁ ଏଟଲିଷ୍ଟ ଯେମିତି ହେଲେ 2ରୁ 3 ଥର ଲେଖା ଦେଖିକି ମନେ ରଖିବା ପାଇଁ ଏହି MCQ ଗୁଡ଼ିକୁ ଚେଷ୍ଟା କରିବ। ଠିକ୍ ଅଛି ପିଲାମାନେ, ଆଜିର ଭିଡ଼ିଓ ଏତିକିରେ ହିଁ ସମାପ୍ତ। ପୁଣି ଦେଖା ହେବା ଆହୁରି ଗୋଟିଏ ଭିଡ଼ିଓରେ।